କହିବେ ବାସ୍ ମୁଁ କେବଳ ଗୋଟିଏ କଥା କହିବି ଆଦ୍ୟା, ଏଥର ଯଦି ତମେ ମତେ ସୁଯୋଗ ଦିଅ ତାହେଲେ ମୁଁ ତମକୁ କେବେ ବି ନିରାଶ କରିବିନି, କେବେ ବି ତମକୁ କଷ୍ଟ ଦେବିନି। ଆଉ ସେପଟେ ରାଘବ କହିବେ ଯାହା ହେଇଗଲା ବହୁତ ହେଇଗଲା, ଏବେ ଆମେ ସମସ୍ତେ ନିଜ ନିଜର ରାଗ ଅଭିମାନକୁ ଭୁଲି ଆଦ୍ୟାକୁ ବହୁ ହିସାବରେ ସ୍ୱୀକାର କରିନେବା ଉଚିତ। ଶାଲିନୀ କହିବ ତାହେଲେ ଆପଣ ମାନେ କଣ ଚାହୁଁଛନ୍ତି? ଅଂଶୁ ଦିଟା ଟଙ୍କାରେ ପାଦ ରଖି ଠିଆ ହବ? ଥରେ ଭାବିଛନ୍ତି କଥା? ଯଦି ଆପଣ ମାନେ ଆଦ୍ୟକୁ କ୍ଷମା କରିଦେବେ ତାହେଲେ ଆପଣଙ୍କ ପୁଅ ଦିଟା ସ୍ତ୍ରୀ ଧରିକି ବୁଲିବ। ମେଘା କହିବେ ମୁଁ ତ ଏ କଥା ଭୁଲି ଯାଇଛି ରାଘବ, ଏବେ ତାହେଲେ ଆମେ କଣ କରିବା? ଶାଲିନୀ କହିବ ଅପା ତମେ ଥରେ ଏ କଥା ଭାବିଲ, ତମେ ଯଦି ଆଦ୍ୟକୁ କ୍ଷମା କରିକି ପୁଣି ଥରେ ଘରକୁ ଫେରେଇ ଆଣିବ ତାହେଲେ ମନିକାକୁ ତମେ କଣ ଉତ୍ତର ଦବ? ମନିକାକୁ ପସନ୍ଦ କରି ଏ ଘରକୁ ବୋହୂ କରିକି ଆଣିଥିଲ ନା। ମେଘା କହିବ ଶାଲିନୀ ତୁ କଣ ଭାବୁଛୁ ମଲ୍ଲିକା ପାଇଁ ମୋ ମନରେ ଚିନ୍ତା ନାହିଁ? ମତେ ତ ବାର ଚିନ୍ତା ଖାଇଯାଉଛି ଯେ ଏବେ ମୁଁ ମଲ୍ଲିକାକୁ କଣ ଉତ୍ତର ଦେବି? ଆଉ ଠିକ ସେତିକି ବେଳେ ମଲ୍ଲିକା ଆସି କହିବ ମୋ ଚିନ୍ତା ଆପଣ କରନ୍ତୁନି ମା। ଆଉ କହିବ ମା ଆପଣ ମାନେ ସମସ୍ତେ ଭାବୁଥିବେ ନିଶ୍ଚୟ ସତ ସାମ୍ନାକୁ ଆସିବା ପରେ ମୁଁ ବହୁତ ଜୋରରେ ରାଗି ଘରକୁ ମତେ ବୋହୂ କରିକି କାହିଁକି ଆଣିଲେ ମୁଁ ପ୍ରଶ୍ନ କରିବି, କିନ୍ତୁ ନାଇଁ ମା ମୁଁ ସେମିତି କିଛି ବି କରିବିନି, କାରଣ ମୁଁ ମୋ ଭାଗ୍ୟକୁ ସ୍ୱୀକାର କରେଇ ନେଇ ସାରିଛି। ଝିଲମିଲ ମନେ ମନେ କହିବ ଆଶ୍ଚର୍ଯ୍ୟ ୟାଙ୍କ ଭଳି ଝିଅ ପୁଣି ଏତେ ଶୀଘ୍ର ଭାଗ୍ୟକୁ ସ୍ୱୀକାର କରିନେଲା, ଏମିତି ତ କେବେ ବି ହବା ସମ୍ଭବ ନୁହଁ। ମେଘା କହିବ ମଲ୍ଲିକା ତୁ ଏ କଣ କହୁଛୁ? ମୁଁ ଠିକ କହୁଛି ମା, ଏମିତି କି ମୁଁ ଆଦ୍ୟାକୁ ସମ୍ମାନର ସହିତ ଏ ଘରକୁ ସ୍ୱାଗତ କରିବା ପାଇଁ ମୁଁ ପ୍ରସ୍ତୁତ ଅଛି। ତ ଦର୍ଶକ ବନ୍ଧୁ ଆପଣ ମାନଙ୍କୁ କଣ ଲାଗୁଛି ଗୋଟେ ନୂଆ ଚାଲ କି? ଯଦି ହଁ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାନ୍ତୁ।